ମାଙ୍କଡ଼ ହାତରେ ଶାଳଗ୍ରାମ ଧରେଇ ଦେଲେ ଅବସ୍ଥା ଯାହା ହୁଏ, ଆଜି ଆମ ଘର ଅବସ୍ଥା ଠିକ୍ ସେଇଆ ହେଇଗଲା। ଭାଇଙ୍କ ଶ୍ୱଶୁର ଏମିତି ଏକ ନିଷ୍ପତ୍ତି ଶୁଣେଇ ଦେଲେ ଯେ ଆମ ଘର ମଝିରେ ଉଠିଲା ଏକ ଶକ୍ତ ପାଚେରୀ। ବାପା, ଏ ଘରର ମଙ୍ଗଳ ପାଇଁ ତମେ ଯୋଉଟା ଠିକ୍ ଭାବୁଛ, ତମ କଥାରେ ମୁଁ ରାଜି। ଝରା ଜୀବନ ସାରା ଅଭାବ ଲାଗି ରହିଲା, ଦୁଃଖ ପିଛା ଛାଡ଼ିଲାନି। ଭାବିଥିଲେ ପୁଅଟା ଚାକିରି କଲା ପରେ ସୁଖ ଫେରି, ଆଉ ବୋହୂ ଘରକୁ ଆସିଲେ ଆମ ଦୁଃଖ ଫେରିଯିବ। ହେଲେ ଆମ ଭାଗ୍ୟରେ ଦୁଃଖ ସରିବନି କି ସୁଖ ଫେରିବନି, ଖାଲି ଆଖିରୁ ଧାରେ ଧାରେ ଲୁହ ବୋହିବ। ଆଉ ଏ ପରିଣତ ବୟସରେ ଆମ ମୁଣ୍ଡରେ ଏମିତି ଦୁଃଖର ପାହାଡ଼ ଲଦି ଦିଆଗଲା, ଯୋଉ ଦୁଃଖର ପାହାଡ଼କୁ ମୁଣ୍ଡରେ ମୁଣ୍ଡେଇ ଆମକୁ ରାସ୍ତା ଚାଲିବାକୁ ପଡ଼ିବ। ତମ ସାଙ୍ଗରେ କଥା ରହିପାରିବେ, ତମେ ପରା ହଉଛ ମୋ ସପନ ଦେଶ।